କିନ୍ତୁ ମୋର ଗୋଟେ ଏଇଠି ମାନେ ରିକ୍ୱେଷ୍ଟ କୌଣସି ଜିମ୍ନାଜିମ୍ରେ ଷ୍ଟେରଏଡ୍ ୟୁଜ୍ କରିବା କଥା ନୁହଁ। ଷ୍ଟେରଏଡ୍ଟା ହେଉଛି ଏର୍ଲି ଟୁ ରାଇଜ୍ ଏର୍ଲି ଟୁ ଡେଥ୍। ବଡ଼ ଲୋକ କହିଛନ୍ତି ଧୀର ପାଣି ପଥର କାଟି ସ୍ଲୋ ଆଣ୍ଡ ଷ୍ଟଡି ୱିନ୍ସ ଦ ରେସ୍। ଆପଣ ଡେଇଲି ଗଜାମୁଗ ଖାଇବେ, ମାଣ୍ଡିଆ ଆମେ ଯେଉଁଟା ପ୍ରକୃତି ଆମର ନେଚର କୋରାପୁଟ ଜିଲ୍ଲାର ମାଣ୍ଡିଆ এটা ସବୁ ୟୁଜ୍ କରିବାଟା ଦରକାର। ଆଉ ଷ୍ଟେରଏଡ୍କୁ ଯେତେ ପାରୁଛନ୍ତି ଆପଣ ଆଭଏଡ୍ କରିବାଟା ଦରକାର। ଦେଖନ୍ତୁ ଆଜିକାଲି ୟୁଟ୍ୟୁବଟା ଯେତେ ଭଲ କି ସେତେ ଖରାପ। ଆପଣ ଗୋଟେ ୟୁଟ୍ୟୁବ ଦେଖିବେ ବୋଲେ ତାର ବିଭିନ୍ନ ପ୍ରକାର ବାର୍ତ୍ତା ଗୁଡ଼ାକ ଆସୁଥିବ। ଆଜି ଜଣେ ୟୁଟ୍ୟୁବର ଗୋଟେ ବାଇସେପ୍ ଗୋଟେ ଜଣେ କହିବ ଏ ପ୍ରକାର ମାର ବୋଲେ ଆଉ ଗୋଟେ ୟୁଟ୍ୟୁବରେ ଅଲଗା ପ୍ରକାର କହୁଥିବ। ସେଥିଲାଗି ଆମେ ୟୁଟ୍ୟୁବ ଏଇଟା ଯାକୁ ବେଶୀ ମାନେ ପ୍ରାଧାନ୍ୟ ନ ଦେଇକିରି ଯେଉଁ ଜିମ୍ନାଜିମ୍ରେ ଯେଉଁ ଇନଷ୍ଟ୍ରକ୍ଟର ବିକାଶ ସେ ଜଣେ ଆମର ପୂର୍ବତନ ଜିଲ୍ଲା ଚାମ୍ପିୟନ୍ ବଡି ବିଲ୍ଡିଂରେ ମୁଁ ଜାଣିବାରେ ସେ ବହୁତ ଭଲ ଗୋଟେ ଟ୍ରେନର ବି ମଧ୍ୟ। ତାର ଆଡଭାଇସ୍ ନେଇକି ଯଦି ପିଲାମାନେ କରନ୍ତି ତାହେଲେ ନିଶ୍ଚୟ ଆଗକୁ ଆସିବେ ଆମର କଟପାଟର ଯୁବପିଢ଼ି। ବହୁତ ଖୁସି ଲାଗୁଛି। ମୁଁ କହିଲି ପ୍ରଥମେ ହିଁ କହିଲି କଟପାଟକୁ ନିହାତି ଗୋଟେ ଦରକାର ଥିଲା। ଯାହା ହଉ ବିକାଶ ଗୋଟେ ସାହସ କରିକିରି ଏ ପଦକ୍ଷେପ ନେଉଥିବାରୁ ମୁଁ ଅଶେଷ ଧନ୍ୟବାଦ ଦଉଛି ତାକୁ।